ଚାଲନ୍ତୁ ଆଜି ଶୁଣିବା ସୁଷମା ପରିଜାଙ୍କ ଲିଖିତ ଗୋଟେ କାହାଣୀ ଅସ୍ତିତ୍ୱ। ସୋମବାର ସକାଳଟା ଭାରି ଚଞ୍ଚଳିଆ ଲାଗେ। ରବିବାର ଛୁଟି ଦିନର ସୁସ୍ତିଆପଣଟା ଠିକ୍ ଭାବରେ କଟିନଥିବା ବେଳେ ପୁଣି ସେଇ ଗତାନୁଗତିକ କାର୍ଯ୍ୟ ବ୍ୟବସ୍ଥା ଭିତରକୁ ଫେରିଯିବାକୁ ହୁଏ, ନିଜର ସତ ଅନିଚ୍ଛା ସତ୍ତ୍ୱେ ମଧ୍ୟ। ଏହି ସମୟରେ ମୋବାଇଲ ଫୋନର ରିଂଟି ଆହୁରି ବିରକ୍ତକର ଲାଗେ। ସେଦିନ ସକାଳର ନିତ୍ୟକର୍ମ ସାରି ଚାହା କପ୍ଟା ଧରିବାକୁ ଯାଉଛି, ମୋବାଇଲ ଫୋନର ରିଂ ଶୁଭିଲା। ଏତେ ସକାଳୁ କିଏ ଫୋନ୍ କରୁଛି ବୋଲି ଦେଖିଲା ବେଳକୁ ଅଜଣା ନମ୍ବରଟିଏ। କିଏ ହେଇଥିବ ଭାବି ଉଠାଇଲି ନାହିଁ। ପୁଣି ରିଂ ହେଲା ମୋବାଇଲ ଫୋନଟି। ଦେଖିଲା ବେଳକୁ ପୁଣି ସେଇ ନମ୍ବରରୁ କଲ୍ ଆସିଛି। ବିରକ୍ତ ହୋଇ ଫୋନଟିକୁ ଉଠାଇ କଣ ଦି ପଦ ଶୁଣେଇ ଦେବାକୁ ଯାଉଛି, ସେପଟୁ ଶୁଭିଲା ଗୋଟେ ପରିଚିତ କଣ୍ଠସ୍ୱର। ଲିନା କିରେ? ମୁଁ ରେଣୁ ଅପା କହୁଛି। ନିଆଁରେ ପାଣି ପଡ଼ିଲା ପରି ମୋର ବିରକ୍ତ ଭାବ କୁଆଡ଼େ ଉଭେଇଗଲା। ଗୋଟିଏ ଅନବଳ ଆନନ୍ଦର ଲହରୀ ଖେଳିଗଲା ମୋ ମନରେ। ଆଖି ଆଗରେ ଭାସି ଉଠିଲା ଅତି ଆପଣାର ସ୍ନେହସିକ୍ତ ଗୋଟେ ସୁନ୍ଦର ମୁହଁ, ମୋ ରେଣୁ ଅପାର। ଆନନ୍ଦାତି ଶଯ୍ୟରେ ମୋ ମୁହଁରୁ ବାକ୍ୟ ସ୍ଫୁରିଲା ନାହିଁ। ସେପଟରୁ ରେଣୁ ଅପା କହୁଥିଲା, ବୁଝିଲୁ ଲିନା, ତୋ ନମ୍ବର ତ ମୋ ପାଖରେ ନଥିଲା। ରବିବାର ସମାଜରେ ତୋର ଗୋଟିଏ ଲେଖା ବାହାରିଥିଲା। ତାକୁ ତୋ ଭାଇ ଆଣି କାଲି ମୋତେ ପଢ଼ିବାକୁ ଦେଇଥିଲେ। ସେଇଥିରୁ ତୋ ଫୋନ୍ ନମ୍ବରଟି ଦେଖି ଆଜି ତୋତେ ଫୋନ୍ କରୁଛି। ତୋ ଲେଖାଟି ଖୁବ୍ ସୁନ୍ଦର ହୋଇଛି ରେ ଲିନା। କାଲି ରାତିରେ ତ ମୁଁ ଏକା ନିଶ୍ୱାସରେ ପଢ଼ି ପକେଇଲି ସେଇଟିକୁ। ପଢ଼ିବା ବେଳେ ପୁରୁଣା କଥା ସବୁ ଜଳଜଳ ହୋଇ ନାଚି ଉଠିଲା ମୋ ଆଖି ଆଗରେ। ରାତିସାରା ଆଉ ଶୋଇପାରିଲିନି ରେ। ମୋ ମନ କଥା ସବୁ କାଗଜ କଲମ ଧରି ଉତାରି ପକେଇଲି ଚିଠିଟିଏ କରି। ତୋ ଲେଖାଟି ତଳେ ଥିବା ଠିକଣାରେ ଆଜି ପଠେଇଛନ୍ତି ତୋ ଭାଇ। ମୋ ସୁନା ଭଉଣୀଟା ପରା। ଚିଠିଟି ଅମୂଳଚୂଳ ପଢ଼ିବୁ। ମୋ ମନ ଭିତରେ ଥିବା 40 ବର୍ଷର ଜମାଟ ବନ୍ଧା ଅକୁଆ କଥା ସବୁ ସାହି କରି ଛାପି ଯାଇଛି ସେଥିରେ। ତୁ ତ ଗପ ଲେଖୁଛୁ, ସେଇ ଚିଠିରେ ଥିବା ମୋ ମନର କଥା ସବୁ ତୋ କଲମ ତୁଳିରେ ରଙ୍ଗ ଭରି ସାକାର କରିବୁ। ତୁ କେମିତି ଅଛୁ ଜଣାଇବୁ। ବହୁତ ବେଳୁ ଗପିଲିଣି, ରଖୁଛି। ଫୋନ୍ଟି ସେପଟରୁ କଟିଯିବାର ଶବ୍ଦରେ ମୁଁ ପ୍ରକୁସିତ ହେଲି। ତା ପରଦିନ ସକାଳେ ଚାକବାଲାକୁ ଅପେକ୍ଷା କରି ରହିଥାଏ ମୁଁ। କେମିତି ରେଣୁ ଅପାର ଚିଠିଟି ପାଇବି ଆଉ ତାର ଅକୁହା କଥା ସବୁ ଜାଣିବି, ସେଇ ଚିନ୍ତାରେ ମୁଁ ଖାଲି ଗେଟ୍ ପାଖରେ ଏପଟ ସେପଟ ହେଉଥାଏ। ଡାକ ପିଅନଟି ଗେଟ୍ ପାଖରେ ପହଞ୍ଚିଲା କ୍ଷଣି ତା ହାତରୁ ଚିଠିଟିକୁ ଚିଲ ଭଳିଆ ଝାମ୍ପି ନେଲି। ତାପରେ ମୋ ଶୋଇବା ଘର ଭିତରେ ପଶି ଚିଠିଟି ଖୋଲି ପଢ଼ିବାକୁ ଆରମ୍ଭ କଲି। ରେଣୁ ଅପା ଲେଖିଥିଲା, ସ୍ନେହର ଲିନା, ଆଜି ରବିବାର ସମାଜରେ ବାହାରିଥିବା ତୋର ଗପଟି ପଢ଼ିଲି। ପଢ଼ିଲି କମ୍, କାନ୍ଦିଲି ବେଶୀ। କାରଣ ପଢ଼ିଲା ବେଳକୁ ପୁରୁଣା ଦିନର କଥା ସବୁ ମନେ ପଡ଼ି ମୋ ଆଖିରେ ଲୁହ ଆସିଯାଉଥିଲା। ସମାଜ କାଗଜ ପୃଷ୍ଠା ଉପରେ ଛବି ହୋଇ ଦିଶି ଯାଉଥିଲା ମଙ୍ଗଳାବାଗର ସେଇ ନୂଆଣିଆ ଚାଳଘର ଆଉ ସେ ଘରେ ବିତାଇଥିବା ଆମର ସ୍ୱର୍ଣ୍ଣାଭ ଅତୀତ। କେତେ ସୁନ୍ଦର ଥିଲା ସେ ଦିନଗୁଡ଼ିକ ସତେ। ତୋ ବାବା ଆଉ ମୋ ବାବା ଥିଲେ ବନ୍ଧୁ। ସେମାନଙ୍କ ଭିତରେ ବନ୍ଧୁତା କମ୍ ଆଉ ଭ୍ରାତୃତ୍ୱ ଥିଲା ଅଧିକ। ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ହୋଇଥିଲେ ମଧ୍ୟ ପିଲାମାନଙ୍କୁ ପାଠ ପଢ଼ାଇ ମଣିଷ କରିବାର ଆଶା ଥିଲା ପ୍ରବଳ। ମୋଠାରୁ ବର୍ଷଟିଏ ସାନ ହେଲେ ମଧ୍ୟ ତୁ ମୋରି ସାଥିରେ ମ୍ୟାଟ୍ରିକ୍ ପାସ୍ କରିଥିଲୁ। ଆମ ଗାଁରେ କଲେଜ ନଥିବାରୁ ବାବା ମୋତେ ଆଣି ତମ ଘରେ ଛାଡ଼ି ଦେଇଥିଲେ କଲେଜରେ ପଢ଼ିବା ପାଇଁ। କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ତୁ ନାମ ଲେଖାଇଲୁ। ତୁ ବିଜ୍ଞାନରେ ଆଉ ମୁଁ ଆର୍ଟ୍ସ ପଢ଼ିଲି। ତମ 5 ଭାଇ ଭଉଣୀ ଆଉ ମୋତେ ମିଶାଇ 6 ଜଣ ଛୁଆଙ୍କୁ ଆପଣେଇ ନେଇଥିଲେ ମାଉସୀ। ସେଇ ବୁଖୁରିଖିଆ ଚାଳଘର ଆଉ ତାକୁ ଲାଗି ଛୋଟ ରୋଷେଇ ଘର। ଆଉ ଅଗଣାରେ କଟିଥିଲା ମୋର 3 ବର୍ଷ। ସେଇଠି ମୋ ଜୀବନର ଦ୍ୱିତୀୟ ଭାଗ ଆରମ୍ଭ ହୋଇଥିଲା। ତୁ ତ ପାଠ ଛଡ଼ା ଆଉ କିଛି ବୁଝୁନଥିଲୁ, କିନ୍ତୁ ଗୋଟିଏ ମଫସଲ ଗାଁରେ ଯୌଥ ପରିବାରରେ ଚଳି ଆସୁଥିବାରୁ ମୋତେ ରୋଷେଇବାସ ଠାରୁ ନେଇ ଘରକରଣା ଯାଏ ସବୁ ଜଣାଥିଲା। ମାଉସୀ ଏତେ ଗୁଡ଼ାଏ ପିଲାଙ୍କ କାମ କରି ଥକି ପଡ଼ୁଥିଲେ, ତେଣୁ ମୁଁ ତାଙ୍କ ହାତରୁ କାମ ଛଡ଼ାଇ କରିବାକୁ ଲାଗିଲି। କଲେଜ ଯିବା ପୂର୍ବରୁ ଏବଂ କଲେଜରୁ ଫେରି ମୁଁ ତାଙ୍କ ସହିତ କାମରେ ଲାଗିଯାଉଥିଲି। ତୁଟା ତ ପକ୍କା ଅଳସେଇ ଥିଲୁ। କଲେଜରୁ ଫେରି ଫାଁ ଗାଳି ଦେଇ ଶୋଇପଡ଼ୁଥିଲୁ। ହେଲେ ମାଉସୀଙ୍କର କଷ୍ଟ ମୁଁ ସହିପାରୁନଥିଲି। ତାଙ୍କ ସହ ମିଶି ସବୁ କାମ କରିଦେଉଥିଲି। ସେଥିପାଇଁ ମାଉସୀ ତୋଠାରୁ ଅଧିକ ଭଲ ପାଉଥିଲେ ମୋତେ। ଧୀରେ ଧୀରେ ମୁଁ ତମ ଘରର ବଡ଼ ଝିଅ ହୋଇଗଲି। ତୋ ସାନ ଭାଇ 2 ଜଣ ମୋତେ ପ୍ରାଣରୁ ଅଧିକ ଭଲ ପାଇଲେ। ଆଉ ତମେ 3 ଭଉଣୀ, ମୁଁ ବସ୍ କହିଲେ ବସିଲ, ଉଠ କହିଲେ ଉଠିଲ। ତାପରେ ମୋ ସାନ ଭାଇ ମଧ୍ୟ ଗାଁରୁ ଆସି ରେଭେନ୍ସା କଲେଜରେ ନାଁ ଲେଖାଇଲା। ମାଉସୀ ତାର ବି ଦାୟିତ୍ୱ ନେଇ ତାକୁ ବି ରଖିଲା ପାଖରେ। ସାହି ଲୋକ ଜାଣିଲେ ଆମେ 7 ଭାଇ ଭଉଣୀ ଗୋଟିଏ ମାଆର ସନ୍ତାନ। କେତେ ଅଭାବ କେତେ ଅସୁବିଧା ଭିତରେ ଚଳୁଥିଲେ ଆମେ। ତଥାପି କେତେ ସୁଖ ଥିଲା ସେ ସମୟରେ। ମୁଁ IAS ଶେଷ ବର୍ଷରେ ପଢ଼ୁଥିବା ବେଳେ ମୋ ମାଆର ପିତ୍ତକୋଷରେ ପଥର ହେଲା। ସେତେବେଳକୁ ମୋ ସଭା ସାନ ଭାଇଟି 4 ମାସର ପିଲା। ଗାଁରେ ଥିବା ଡାକ୍ତର କହିଲେ ତୁରନ୍ତ ଅପରେସନ୍ କରିବାକୁ ପଡ଼ିବ, ନହେଲେ ରୋଗରେ ଜୀବନ ପ୍ରତି ବିପଦ ଅଛି। ସାଙ୍ଗେ ସାଙ୍ଗେ ମାଆକୁ ଆଣିଲେ କଟକ ବଡ଼ ମେଡ଼ିକାଲକୁ। ମାଆ ରହିଲା ବଡ଼ ମେଡ଼ିକାଲରେ ଆଡ଼ମିସନ୍ ହୋଇ। ସାନ ପିଲାଟିର ଦାୟିତ୍ୱ ପଡ଼ିଲା ମାଉସୀ ଆଉ ମୋ ଉପରେ।
ସେଇ ଚାଳ ଘରଟିରେ ବାଉଁଶ ଖଣ୍ଡିଆ ବାନ୍ଧି ଶାଢ଼ୀଟିଏ ଦୋଳି କରି ଦିନଯାକ ଝୁଲେଇ ଝୁଲେଇ ଶାଗୁ ପାଣି ପିଆଇ ବଞ୍ଚେଇ ରଖିଲୁ ସେ ସାନ ପିଲାଟିକୁ। ଅପରେସନ ପରେ ଆରୋଗ୍ୟ ହୋଇ ମା ଫେରିଗଲା ଗାଁକୁ। କିନ୍ତୁ ଏସବୁ ଭିତରେ ମୋ ପାଠପଢ଼ାର 12 ବାଜି ଯାଇଥିଲା। ଫାଇନାଲ ପରୀକ୍ଷାରେ ଭଲ ନମ୍ବର ରଖି ଫାଷ୍ଟ ଡିଭିଜନରେ ପାସ୍ କଲୁ ତୁ। ଆଉ କମ୍ ନମ୍ବର ରଖି ତୃତୀୟ ଶ୍ରେଣୀରେ ପାସ୍ କଲି ମୁଁ। ମା କହିଲା ଆଉ ପାଠପଢ଼ା ଦରକାର ନାହିଁ, ଏବେ ବାହାଘର ଖୋଜ। ତୁ ରେଭେନ୍ସା କଲେଜରେ ପଢ଼ିଲୁ, ଆଉ ମୁଁ ଗଲି ଗାଁକୁ। ମାଉସୀ କିନ୍ତୁ ମୋତେ ପାଖରୁ ଛାଡ଼ିବାକୁ ମୋଟେ ଚାହୁଁନଥିଲା। ଏତେ ଦିନ ଧରି ଏକାଠି ରହିବା ଭିତରେ ତାର ମୋ ସହିତ କେମିତି ଗୋଟେ ଆତ୍ମାର ସମ୍ପର୍କ ଯୋଡ଼ି ଯାଇଥିଲା। ତତେ ଛାଡ଼ି ସେ ରହିପାରୁଥିଲା, କିନ୍ତୁ ମୋତେ ନୁହେଁ। କଳେ ବଳେ କୌଶଳେ କଟକରେ ରଖିବାକୁ ଇଚ୍ଛା କରି ସେ ମୋ ବାହାଘର ପ୍ରସ୍ତାବ ପକାଇଲା ନୂଆପାଟଣାରେ। ମାଟିଏ ପୁଅଟିଏ, ପୁଅ ଭଲ ବ୍ୟବସାୟ କରୁଛି, ଭଲ 2 ପଇସା ରୋଜଗାର କରୁଛି, ଶାଶୁଟି ଭଲ। ଝିଅ ଆମର ଭଲରେ ରହିବ କହି ପ୍ରସ୍ତାବ ଦେଲା ମୋ ମା'କୁ। ବାବା ସିନା ଛୋଟ ଚାକିରି କରୁଥିଲେ, ହେଲେ ଆମର ଥିଲା ପୁରୁଣାକାଳିଆ ଜମିଦାର ଘର। ଘରେ କେହି ରାଜି ହେଲେ ନାହିଁ, ଏମିତି ଗୋଟେ ବାପ ନଥିଲା ଆଭିଜାତ୍ୟ ଶୂନ୍ୟ ଘରେ ଝିଅ ଦେବା ଲାଗି। ମାଉସୀ କିନ୍ତୁ ତାର ଚେଷ୍ଟା ଛାଡ଼ୁନଥାଏ। ସେ ମୋ ମା'କୁ ବାରମ୍ବାର ପ୍ରବର୍ତ୍ତାଇବାରେ ଲାଗିଥାଏ। କାରଣ ସେଠାରେ ବାହାଘର ହେଲେ ମୁଁ ତାର ପାଖାପାଖି ରହିବି, ଆଉ ସେ ଯେତେବେଳେ ଇଚ୍ଛା ମୋତେ ଦେଖିପାରିବ। ଶେଷରେ ମାଉସୀଙ୍କ ଚେଷ୍ଟା ସଫଳ ହେଲା, ମା ରାଜି ହୋଇଗଲା। ସମସ୍ତଙ୍କର ନା ନା ଆଉ ମାଉସୀ 2 ଜଣଙ୍କର ହଁ ହଁ ଭିତରେ ମୋ ବାହାଘର ହୋଇଥିଲା ଶ୍ରୀକାନ୍ତ ସହ। ବାପ ଘରେ କ'ଣ ଥିଲି ନଥିଲି ଜଣା ନାହିଁ। ଶାଶୁ ଘରକୁ ଆସି ମୁଁ ପାଲଟି ଯାଇଥିଲି ସାକ୍ଷାତ ଲକ୍ଷ୍ମୀ। ଶାଶୁ ରେଣୁ ରେଣୁ ବୋଲି ପାଣି ପିଉନଥିଲେ, ଆଉ ଶ୍ରୀକାନ୍ତ ତାଙ୍କ ଭଲ ପାଇବାରେ ଏମିତି ବାନ୍ଧି ପକାଇଥିଲେ ଯେ ମୁଁ ସାରା ଦୁନିଆର କଥା ଭୁଲି ଯାଇଥିଲି। କିନ୍ତୁ କେବେ କେମିତି ଆମ କୋଠା ଘରୁ ଆସି ଶାଶୁଘର ଭଡ଼ାରେ ଥିବା 2 ବଖରିଆ ଚାଳ ଘରଟାଏ ଦୁଃଖ ମୋତେ ଚେଙ୍କି ପକାଉଥିଲା। ବିରାଟ ଚାଷବନ୍ଦୀ ଘରର କୁଢ଼ କୁଢ଼ ପରିବା ଗଦା, ଆମ୍ବ, ପଣସ, ନଡ଼ିଆ, ତାଳ, ବାଡ଼ି ପୋଖରୀର ବଡ଼ ବଡ଼ ସଜମାଛର ମୋହ ମୋତେ ବାପଘରକୁ ଟାଣୁଥିଲା। ହେଲେ ଶ୍ରୀକାନ୍ତଙ୍କ ପାଇଁ ସେମାନଙ୍କ ମନରେ ଥିବା ଦ୍ୱିଧା ମୋ ମନକୁ ପଛକୁ ଟାଣୁଥିଲା। ସେଥିଲାଗି ମୁଁ ସମୟ ସମୟରେ ଯାଇ ମାଉସୀ ଘରେ ତା ହାତରନ୍ଧା ପଖାଳ ଗଣ୍ଡାଏ ଖାଇ ମନ ଶାନ୍ତି କରି ଆସୁଥିଲି। ମନ କଥା ତା ଆଗରେ କହି ମନ ହାଲକା ହୋଇଯାଉଥିଲା। ଶ୍ରୀକାନ୍ତଙ୍କର ବ୍ୟବସାୟ ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଶାଶୁଙ୍କୁ ଲାଗୁଥିଲା ମୋ ଲକ୍ଷ୍ମୀପାଦ ତାଙ୍କ ଘରେ ପଡ଼ିବାରୁ ତାଙ୍କର ଶ୍ରୀବୁଦ୍ଧି ହୋଇଛି। ବର୍ଷଟିଏ ପରେ ମୋ କୋଳକୁ ଆସିଲା ବେବି। ଶାଶୁଙ୍କର ତ ଝିଅ ନଥିଲା, ବେବିକୁ ପାଇ ସେ ଖୁବ୍ ଆନନ୍ଦିତ ହେଉଥିଲେ। ଶ୍ରୀକାନ୍ତ ଏ ଭିତରେ ଜାଗା ଖଣ୍ଡିଏ କିଣି ସାରିଥିଲେ ବିଡ଼ାନାସିରେ। ଘର ତିଆରି କରିବାକୁ ଅଳ୍ପ ଦିନ ଲାଗିଥିଲା। ନୂଆ ଘରେ ପାଦ ଦେଲା ବେଳକୁ ଶ୍ରୀକାନ୍ତ ନିଜର ଦାମିକା କାରଟିଏ ମଧ୍ୟ କରିସାରିଥିଲେ। ଶ୍ରୀକାନ୍ତ ଥିଲେ କଠିନ ପରିଶ୍ରମୀ। ପିଲାଟି ଦିନରୁ ବାପାଙ୍କୁ ହରାଇ ଜୀବନକୁ ବହୁତ ପାଖରୁ ଦେଖିଥିଲେ ସେ। ନିଜ କଷ୍ଟ କରି ନିଜ ଗୋଡ଼ରେ ଠିଆ ହୋଇ କି ଦୁଃଖିନୀ ମାଆଟିକୁ ସଂସାରର ସବୁ ସୁଖ ଦେବେ, ସେଇଥିପାଇଁ ଦିନରାତି ଖାଲି କାମ କରିବାକୁ ଲାଗିଥିଲେ। କାମ ଛଡ଼ା ସଂସାରରେ ଆଉ କିଛି ନଥିଲା ତାଙ୍କ ପାଇଁ। କାମ କରିବା, ପଇସା ରୋଜଗାର କରିବା ବ୍ୟତୀତ ଆଉ କୌଣସି କଥା ଦେଖାଯାଉ ନଥିଲା ତାଙ୍କୁ। ଦିନ ରାତି ଖାଲି କାମ ହିଁ କାମ। ସଂସାରଟା ଖାଲି କାମ ଆଉ ପଇସା, ଏଇ 2ଟି ଜିନିଷରେ ସୀମିତ ଥିଲା ତାଙ୍କର। ଏପଟେ ବିଡ଼ାନାସି ଆସିଲା ପରେ ଆଉ ମାଉସୀ ଘରକୁ ଯାଇ ହେଉନଥିଲା କି କୌଣସି ପ୍ରକାରେ ସମ୍ପର୍କ ରଖି ହେଉନଥିଲା। ସେଇ ଭିତରେ ତୋର ବାହାଘର ପରେ ପରେ ମଉସା ଚାକିରି ଛାଡ଼ି ତମ ଗାଁକୁ ଚାଲି ଯାଇଥିଲେ। ମୋ ସଂସାରରେ ମଧ୍ୟ ଆଉ ଗୋଟିଏ ପୁଅ ଆଉ ଗୋଟିଏ ଝିଅ ଆସି ମୋର ଜଞ୍ଜାଳକୁ ଆହୁରି ବଢ଼େଇ ଦେଇଥିଲେ। ମୁଁ ଖାଲି ମୋ ଘର, ମୋ ବର ଆଉ ମୋ ପିଲାମାନଙ୍କ ଭିତରେ ସୀମିତ ହୋଇ ରହିଗଲି। ଏତେ ପ୍ରାଚୁର୍ଯ୍ୟ ଭିତରେ ରହି ମଧ୍ୟ ମୁଁ ମୋ ନିଜକୁ ଖୋଜି ପାଉନଥିଲି। କେମିତି ପିଲା ପାଠ ପଢ଼ିବେ, ମଣିଷ ହେବେ, ସେ ଚେଷ୍ଟାରେ ଲାଗି ରହିଥିଲି। ଐଶ୍ୱର୍ଯ୍ୟ ଆସିଲା ପରେ ଆମ ଘର ଲୋକମାନେ ମଧ୍ୟ ଯଥାଯିତ ସମ୍ମାନ ଦେବାକୁ ଲାଗିଥିଲେ ଶ୍ରୀକାନ୍ତଙ୍କୁ। ହେଲେ ସବୁ ସୁଖ ତ ବିଧାତା ସହନ୍ତି ନାହିଁ ନା। ମୋ ଶାଶୁ ଦୁରାରୋଗ୍ୟ କର୍କଟ ରୋଗରେ ଶିକାର ହେଲେ। ପିଲାମାନଙ୍କ ସେବା ସହିତ ତାଙ୍କର ବି ସେବା କରିବାକୁ ପଡ଼ିଲା ମୋତେ। 3 ବର୍ଷ କାଳ ଘାଣ୍ଟି ହୋଇ ସିଏ ଗଲେ ଆରପାରିକୁ। ଦୁଃଖରେ ଭାଙ୍ଗି ପଡ଼ିଲେ ବି ଶ୍ରୀକାନ୍ତ କାମ କରିବା ଛାଡ଼ିଲେନି। ଏବେ ତାଙ୍କୁ ପିଲାମାନଙ୍କୁ ଥଇଥାନ କରିବାର ଚିନ୍ତା ଘାରିଥାଏ। ଝିଅ 2 ଜଣ ବାହା ହୋଇ ନିଜ ନିଜ ସଂସାର କଲେ। ପୁଅ ମଧ୍ୟ ଭଲ ଚାକିରି କରି ବାହା ହୋଇ ବାହାରେ ରହିଛି ତା ପିଲାମାନଙ୍କ ସହିତ। ହେଲେ ଏ ଯାବତ୍ ତୋ ଭାଇଙ୍କର କାମ କରିବା ସରିନାହିଁ। ସେ ଏବେ ବି ସକାଳ 6ଟାରୁ ଉଠି ଦୋକାନ ଯାଉଛନ୍ତି, ଆଉ ମୁଁ ଏବେ ବି ସେଇ ଆଗ ଭଳିଆ ତାଙ୍କ ଲାଗି ଚା ଜଳଖିଆ ଠାରୁ ଆରମ୍ଭ କରି ରାତି ଖାଇବା ତିଆରି କରି ଜଗି ବସୁଛି। ଏତେ ବଡ଼ ଘରଟା ମୋତେ ଖାଁ ଖାଁ ଗୋଡ଼ାଉଛି, ତଥାପି ମୁଁ ନାଚାର। ଆଜି ବି ସିଏ ତାଙ୍କ ପ୍ରେମରେ ମୋତେ ଏମିତି ବାନ୍ଧି ରଖିଛନ୍ତି ଯେ ପିଲାମାନେ ତାଙ୍କୁ ପାଖକୁ ଡାକିଲେ ବି ମୁଁ ୟାଙ୍କୁ ଛାଡ଼ି ଯାଇପାରୁନି। ଜୀବନସାରା ଖଟି ଖଟି ସେ ଏବେ ରୋଗୀ ହୋଇଗଲେଣି, ତଥାପି ଖଟିବା ଛାଡ଼ୁନାହାନ୍ତି। ଆଉ 40 ବର୍ଷ ଧରି ତାଙ୍କୁ ହିଁ କେନ୍ଦ୍ର କରି ଘୁରି ବୁଲୁଥିବା ମୋ ଜୀବନଟା ମଧ୍ୟ ସେଇ ଆକାଂକ୍ଷାରୁ ଆଉ ବାହାରି ପାରୁନାହିଁ। କେମିତି ଏକ ଅଜବ ସ୍ଥାଣୁତା ଆବେରି ବସିଛି ମୋତେ। ଏତେ ପ୍ରାଚୁର୍ଯ୍ୟ ଭିତରେ ଥାଇ ବି ମୁଁ ନିଃସ୍ୱ।
ଏଠି ମୁଁ ସମ୍ପୂର୍ଣ୍ଣ ଏକ ଖାଲି ଯନ୍ତ୍ରବିତ୍ ଘୁରି ବୁଲୁଛି ଶ୍ରୀକାନ୍ତଙ୍କ ଚାରିପଟେ। ତାଙ୍କ ବିନା ମୋର ଅସ୍ତିତ୍ୱ ହିଁ ନାହିଁ। ମୁଁ ଗୋଟିଏ କା ମାତ୍ର। ଆଜି ତୋର ଲେଖାଟି ପଢ଼ିବା ପରେ ମୁଁ ଭାବୁଛି ମୁଁ ଜୀବନରେ କିଛି କରିପାରିଲିନି। ଯଦି ମୁଁ କିଛି କାମ ନ କରି ମନ ଧ୍ୟାନ ଦେଇ ପାଠ ପଢ଼ିଥାନ୍ତି, ତୋ ଭଳିଆ କେଉଁଠି ଗୋଟିଏ ଚାକିରିଟିଏ କରିଥାନ୍ତି। ତୋ ଭଳିଆ କିଛି ସୃଜନଶୀଳ କାମ ବି କରିପାରିଥାନ୍ତି। ଆଜି ନିଜ ଭିତରେ ନିଜର ଅସ୍ତିତ୍ୱକୁ ସାଉଁଟି ଖୋଜିବାକୁ ପଡ଼ିନଥାନ୍ତା। ଲୀନାରେ, ତୁ ଭାବିବୁନି ଯେ ମୁଁ ତୋତେ ଈର୍ଷା କରୁଛି ବୋଲି। ମୁଁ କେବଳ ମୋର ଆତ୍ମସମୀକ୍ଷା କରୁଛି। ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ସେ ତୋତେ ଯଶସ୍ୱୀ କରନ୍ତୁ। ତୋ ସଫଳତାରେ ସବୁଠାରୁ ଅଧିକ ଖୁସି ମୁଁ ହେବି। କାରଣ ଯେତେବେଳେ ତୁ କଲେଜ ବସିଆ ଦହିବରା ଖାଇବା ଲାଳସାରେ ରିକ୍ସା ଭଡ଼ାତକ ଖର୍ଚ୍ଚ କରିଦେଇ ଚାଲି ଚାଲି ଘରକୁ ଆସି ଥକିଯାଇ ଶୋଇପଡ଼ୁଥିଲୁ, ସେତେବେଳେ ଯଦି ମୁଁ ତୋ କାନ ମୋଡ଼ି ଉଠାଇ ପାଠ ପଢ଼ିବାକୁ କହିନଥାନ୍ତି, ତେବେ ତୁ କ'ଣ ପ୍ରଥମ ଶ୍ରେଣୀରେ ପାସ୍ କରିପାରିଥାନ୍ତୁ? ମୋ ସୁନା ଭଉଣୀ, ପ୍ରଭୁ ତୋତେ ଭଲରେ ରଖନ୍ତୁ। ଏଇ ଚିଠିଟି ଲେଖି ମୋ ମନ ହାଲୁକା ହୋଇଗଲା। କିଛି ଭାବିବୁ ନାହିଁ। ରହିଲି, ଯାଉଛି ଟିକେ ଶୋଇପଡ଼ିବି। କାଲି ସକାଳୁ ପୁଣି 5ଟା ବେଳୁ ଉଠି ତୋ ଭାଇଙ୍କ ପାଇଁ ଚା ଜଳଖିଆ କରିବାକୁ ପଡ଼ିବ। ଇତି, ତୋର ରେଣୁ ଅପା। ଚିଠିଟି ଧରି ମୁଁ ଖମ୍ବ ଭଳି ଠିଆ ହୋଇଥିଲି। ମୋତେ ଲାଗୁଥିଲା ରେଣୁ ଅପାର ଲୁହଗୁଡ଼ାକ ମୋ ଆଖି ଦେଇ ବୋହି ଯାଉଛି। ଆପଣମାନେ ଶୁଣୁଥିଲେ ସୁଷମା ପରିଜାଙ୍କ ଲିଖିତ ଗୋଟେ କାହାଣୀ ଅସ୍ତିତ୍ୱ।